ଜୟ ଶ୍ରୀରାମ। ଆପଣ କହିପାରିବେ ନାଇକ୍ ଓ ଆଡ଼ିଦାସ୍ କେଉଁ ଦେଶର କମ୍ପାନୀ? 90% ଲୋକ ଏହି ପ୍ରଶ୍ନରେ ଭୁଲ କରନ୍ତି। ଦେଖନ୍ତୁ ଆପଣ କେତୋଟି ଉତ୍ତର ଠିକ୍ ଦେଇପାରୁଛନ୍ତି। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଭିଡ଼ିଓ। କେଉଁ ଜୋତା କମ୍ପାନୀ କେଉଁ ଦେଶର? ଆଜିର ପ୍ରଶ୍ନ ନମ୍ବର 1, କେଉଁ ଦେଶର କମ୍ପାନୀ ନାଇକ୍ ସ୍ୟାଣ୍ଡେଲ୍ ଓ ଜୋତା ତିଆରି କରେ? ଅପସନ୍ ଏ ଜାପାନ, ଅପସନ୍ ବି ଭାରତ, ଅପସନ୍ ସି ଆମେରିକା, ଅପସନ୍ ଡି ଚୀନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ସି ଆମେରିକା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 2, ବାଟା କମ୍ପାନୀର ଆରମ୍ଭ କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଚେକ୍ ରିପବ୍ଲିକ୍, ଅପସନ୍ ବି ଭାରତ, ଅପସନ୍ ସି ଆମେରିକା, ଅପସନ୍ ଡି ରୁଷ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଚେକ୍ ରିପବ୍ଲିକ୍। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 3, ଆଡ଼ିଦାସ୍ କେଉଁ ଦେଶର କମ୍ପାନୀ? ଅପସନ୍ ଏ ଫ୍ରାନ୍ସ, ଅପସନ୍ ବି ଜର୍ମାନ, ଅପସନ୍ ସି ଇଟାଲୀ, ଅପସନ୍ ଡି ଚୀନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ବି ଜର୍ମାନ। ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 4, ପୁମା କମ୍ପାନୀ କେଉଁ ଦେଶର? ଅପସନ୍ ଏ ଜର୍ମାନ, ଅପସନ୍ ବି ଭାରତ, ଅପସନ୍ ସି ଜାପାନ, ଅପସନ୍ ଡି କାନାଡ଼ା। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଜର୍ମାନ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 5, ସ୍ପାର୍କ୍ସ ସ୍ୟାଣ୍ଡେଲ୍ ବ୍ରାଣ୍ଡ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଚୀନ, ଅପସନ୍ ଡି ଇଟାଲୀ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 6, ଉଡ୍ଲ୍ୟାଣ୍ଡ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ କେଉଁ ଦେଶରେ ଅଛି? ଅପସନ୍ ଏ ଭାରତ, ଅପସନ୍ ବି ଜର୍ମାନ, ଅପସନ୍ ସି ଫ୍ରାନ୍ସ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 7, ରିବକ୍ କମ୍ପାନୀର ଆରମ୍ଭ କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଇଂଲଣ୍ଡ, ଅପସନ୍ ବି ଭାରତ, ଅପସନ୍ ସି ରୁଷ, ଅପସନ୍ ଡି ଚୀନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଇଂଲଣ୍ଡ।
ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 8। ପାରାଗନ୍ ସ୍ୟାଣ୍ଡେଲ୍ ବ୍ରାଣ୍ଡ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଜର୍ମାନ, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 9। କ୍ରକ୍ସ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଆମେରିକା, ଅପସନ୍ ବି ଚୀନ, ଅପସନ୍ ସି ଭାରତ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଆମେରିକା। ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 10। ଲ୍ୟାବରେଟରୀ ଜୁତା ଓ ସ୍ୟାଣ୍ଡେଲ୍ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ରୁଷ, ଅପସନ୍ ସି ଜର୍ମାନ, ଅପସନ୍ ଡି ଫ୍ରାନ୍ସ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 11। ଫିଲା କମ୍ପାନୀର ଆରମ୍ଭ କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଇଟାଲୀ, ଅପସନ୍ ବି ଭାରତ, ଅପସନ୍ ଡି କାନାଡ଼ା। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଇଟାଲୀ। ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନମ୍ବର 12 ବା ଶେଷ ପ୍ରଶ୍ନ। ରେଡ୍ ଚିପ୍ ବ୍ରାଣ୍ଡ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଜାପାନ, ଅପସନ୍ ଡି ଫ୍ରାନ୍ସ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ଏହି ଭିଡ଼ିଓରେ ଦେଖିବାକୁ ପାଇବେ କେଉଁ ଜୋତା ବା ଚପଲ କମ୍ପାନୀ କେଉଁ ଦେଶର। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଭିଡ଼ିଓ। କ୍ୟାମ୍ପସ୍ ଜୋତା ଓ ସ୍ୟାଣ୍ଡେଲ୍ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଜାପାନ, ଅପସନ୍ ଡି ରୁଷ। ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଲି କୁପର ବ୍ରାଣ୍ଡର ଆରମ୍ଭ କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଇଂଲଣ୍ଡ, ଅପସନ୍ ବି ଭାରତ, ଅପସନ୍ ସି ଚୀନ, ଅପସନ୍ ଡି କାନାଡ଼ା। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଇଂଲଣ୍ଡ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ସ୍କେଚର୍ସ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଆମେରିକା, ଅପସନ୍ ବି ଜର୍ମାନ, ଅପସନ୍ ସି ଫ୍ରାନ୍ସ,
ଅପସନ୍ ଡି ଭାରତ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଆମେରିକା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ରିଲାକ୍ସ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଜାପାନ, ଅପସନ୍ ସି ଚୀନ, ଅପସନ୍ ଡି ଇଟାଲୀ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଗୁଚି ଫ୍ୟାସନ୍ ଓ ଫୁଟୱେୟାର ବ୍ରାଣ୍ଡ କେଉଁ ଦେଶର? ଅପସନ୍ ଏ ଇଟାଲୀ, ଅପସନ୍ ବି ଆମେରିକା, ଅପସନ୍ ସି ଭାରତ, ଅପସନ୍ ଡି ରୁଷ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଇଟାଲୀ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଅଣ୍ଡର ଆର୍ମୋର କମ୍ପାନୀ କେଉଁ ଦେଶର? ଅପସନ୍ ଏ ଆମେରିକା, ଅପସନ୍ ବି ଜର୍ମାନ, ଅପସନ୍ ସି ଚୀନ, ଅପସନ୍ ଡି ଜାପାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଆମେରିକା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଆକ୍ସନ୍ ଜୁତା କମ୍ପାନୀ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ଇଂଲଣ୍ଡ, ଅପସନ୍ ସି ଆମେରିକା, ଅପସନ୍ ଡି କୋରିଆ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ନ୍ୟୁ ବାଲାନ୍ସ କମ୍ପାନୀର ମୁଖ୍ୟ ଦେଶ କେଉଁଟି? ଅପସନ୍ ଏ ଆମେରିକା, ଅପସନ୍ ବି ଭାରତ, ଅପସନ୍ ସି ଫ୍ରାନ୍ସ, ଅପସନ୍ ଡି ଚୀନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଆମେରିକା। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ଲୁଇସ୍ ଭ୍ୟୁସନ୍ ବ୍ରାଣ୍ଡ କେଉଁ ଦେଶର? ଅପସନ୍ ଏ ଫ୍ରାନ୍ସ, ଅପସନ୍ ବି ଜାପାନ, ଅପସନ୍ ସି ଭାରତ, ଅପସନ୍ ଡି ଜର୍ମାନ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଫ୍ରାନ୍ସ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ ମେଟ୍ରୋ ସୁଜ୍ କମ୍ପାନୀ କେଉଁ ଦେଶର? ଅପସନ୍ ଏ ଭାରତ, ଅପସନ୍ ବି ରୁଷ, ଅପସନ୍ ସି ଇଟାଲୀ, ଅପସନ୍ ଡି ଆମେରିକା। ଏହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିବା ପାଇଁ ଆପଣଙ୍କୁ 5 ସେକେଣ୍ଡ ଅପେକ୍ଷା କରିବାକୁ ପଡ଼ିବ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଲା ଅପସନ୍ ଏ ଭାରତ। ଏବେ ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କ ସାମ୍ନାରେ। ପ୍ରଶ୍ନ କନଭର୍ସ କମ୍ପାନୀ କେଉଁ ଦେଶର? ଅପସନ୍
ऑप्शन ए अमेरिका, ऑप्शन बी चीन, ऑप्शन सी भारत, ऑप्शन डी जर्मन। यही प्रश्नर सठिक उत्तर जानिबा पाई आपनको 5 सेकेंड अपेक्षा करबाक पड़िବ। यही प्रश्नर सठिक उत्तर है ऑप्शन ए अमेरिका। परवर्ती प्रश्न आपण मानक सामने प्रश्न हस पुपीज ब्रांड के आरंभ केउं देश रे होइथिला? ऑप्शन ए अमेरिका, ऑप्शन बी भारत, ऑप्शन सी फ्रांस, ऑप्शन डी जापान। यही प्रश्नर सठिक उत्तर जानिबा पाई आपनको 5 सेकेंड अपेक्षा करबा पाई पड़िबो। यही प्रश्नर सठिक उत्तर है ऑप्शन ए अमेरिका।